ପିଲାମାନେ ସମସ୍ତେ ଭଲ ଅଛ ତ? ହଁ ସାର୍। ଆଜି ଆମେ ଗ ଅକ୍ଷରକୁ ନେଇକି ଚିହ୍ନିବା ଆଉ ଗ ଅକ୍ଷର ନେଇକି ଶବ୍ଦ ଗୁଡ଼ିକ ପଢ଼ିବା। ଦେଖିବା ଗୋଟିଏ ମାଧ୍ୟମରେ ତୁମକୁ ଦେଖେଇବି ଗ ଅକ୍ଷର ନେଇକି କ'ଣ କ'ଣ ଶବ୍ଦ ଅଛି ସେଗୁଡ଼ିକ ତୁମେ ପଢ଼ିବ। ହେଉଛି ଦେଖ ମୁଁ ଟିଏଲ୍ଏମ୍ଟି ଦେଖାଉଛି। ଏଇଟା ଗୋଟେ ସୁନ୍ଦର ଆକର୍ଷଣୀୟ ମଧ୍ୟ ହେଇଥିବ। ଦେଖ ଏଇଟା କ'ଣ? ଏଇଟା ଗ ସହିତ କ'ଣ କ'ଣ ଅକ୍ଷର ଅଛି ଏଠି ଲେଖା ହେଇଛି। ଦେଖ ଏଠି କ'ଣ ଲେଖା ହେଇଛି? ଏଠି କ'ଣ ଲେଖା ହେଇଛି? ଏଇଟା କ'ଣ ଲେଖା ହେଇଛି? ଗଭୀର। ତାପରେ ଗାଈ। ତାପରେ ଗୋକୁଳ। ହଁ ତାପରେ ଗର୍ବ। ନାଇଁ ଆଉ କ'ଣ ଅଛି? ଗର୍ଜନ। ଭେରି ଗୁଡ୍। ଆଉ ଗଛ। ଆଉ ଗଣେଶ। ଗପ। ହଁ ଗୟଳ। ଗଦ। ଗହମ। ଗୀତ। ଗରସ ନାଇଁ ଗରମ ହେଲା। ଗିନି। ଗୋବର। ଗୁଆ। ଭେରି ଗୁଡ୍। ଗାଲିସି। ଗୁରୁ। ଗାଲିଚା। ଗଳା ହେଲା। ଗୌରବ। ଗିନା। ଏଟା କ'ଣ? ଗୁମର। ଗୋରା। ତାପରେ ଗଭୀର। ଏଇଭଳି ଟାଇପ୍ର ଆମର ଶବ୍ଦ ଗୁଡ଼ିକ ଆମେ ଗ ଅକ୍ଷର ନେଇକି ଯେଉଁ ଶବ୍ଦ ଗୁଡ଼ିକ ଲେଖିଛି ସେଟାକୁ ବାରମ୍ବାର। ଆଉ ତମେ କେତେ କେତେ ଶବ୍ଦ ଜାଣିଛ ତମ ଇଏରୁ ପରିବେଶରୁ କ'ଣ କ'ଣ ଶବ୍ଦ ଗୁଡ଼ିକ ଜାଣିଛ ତମେ ନିଜେ ବାରମ୍ବାର ଖାତାରେ ଲେଖିବ। ଆଉ ଖାତାରେ ଲେଖିକି ବାରମ୍ବାର ସେ ଯେଉଁ ଶବ୍ଦ ଗୁଡ଼ିକୁ ପଢ଼ିବ ଲେଖିବ। ତାଦ୍ୱାରା ଶିଖିବାର ମଧ୍ୟ ବହୁତ ଗୁଡ଼ିଏ ଆମର ଅଭ୍ୟାସ ହେବ। ଅକ୍ଷର ମଧ୍ୟ ଗଲ ହେବ। ଯଦି ଭିଡ଼ିଓଟି ଭଲ ହେଇଛି ତାହେଲେ ଗୋଟେ ଲାଇକ୍ କରିବ, ସବସ୍କ୍ରାଇବ୍ କରିବ ନିଶ୍ଚିତ ଭାବେ। ଆଉ ସେୟାର କରିଦିଅ ସମସ୍ତଙ୍କୁ ଟିକେ ସେୟାର କରିବ। ଅନ୍ୟମାନେ ସେୟାର କରିଦେଲେ ମଧ୍ୟ ସେମାନେ ମଧ୍ୟ କିଛି ଶିଖିବେ। ତୁମ ସାଙ୍ଗସାଥିରେ ସେୟାର କରିଦିଅ। ତେଣୁ ରହୁଛି। ଧନ୍ୟବାଦ। ଟାଟା ବାଏ ବାଏ।